ॐ गणेशाय नमः। नारायण नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जय मुदीरयेत्। दर्शक बंधु, आपण माने आज शुणिबे गणेश पुराण। चलंतु आरंभ करिबा। उपस्थित होई राजसभार मध्यरे पुण पुण एही कथा बोलिब सेठारे। आहे सठ की कथा बा बोलिबु तुम्भंकु एकाकिनी बने छाड़ी आपणा भार्याको। अर्धखंड घेनी भार्या पिंधिबा बसन आसिअछ गुप्तरे करी पलायन। आजी जाए सेही नारी तुम्भ अपेक्षारे प्राण धरी रही अछि बहुत क्लेशरे। सेही अर्ध वस्त्र खंड पिंधि से रमणी तुम्भ पाई भालु अछि दिवस जामिनी। तेणु करी तुम्भे एबे होई कृपावान अविलंबे जाई ताकू दिय दर्शन। आहे दूत एही कथा बोली बारंबार कराइब आंभ प्रति करुणा संचार। आहुरी बोलिब मध्य साधु लोक माने विवाहितार मणिकु रखन्ति जतने। करिअछ तुम्भे जाहा विपरीत जान ताहा कि अटई तुम्भ धार्मिकतापण। धार्मिक दयालु तुम्भे सुशील कुलीन भाग्य दोषे हेल किंपा एडे कृपाईन। पूर्वे तुम्भे केते थर आपे अछ कही निष्ठुरता ठारू महापाप किछि नाही। कि हेब तहिरे आउ नाही प्रयोजन बेले मात्र दया करी दिय दर्शन। आहे दूत गण शुणी एही सर्व कथा जे देव उत्तर ताकू पुछिब बारता। तांक नाम धाम शुणी जाति व्यवसाय खाइब ताहांक ठारू जाहा परिचय। गुपते बोलिब आसी सबु आम्भठारे प्रकाश करिब नाही अन्यर आगरे। दमयंती ठारू आज्ञा पाई दूत गण नाना देशे देशांतरे कले पर्यटन। केते ग्राम केते देश आश्रम नगर खोजिले नळकू दिवा रात्रि निरंतर। काहि न पाइले बोली ताहांक संधान एही रूपे बही गला खोजु किछि दिन। पूर्णादि नामरे आसी एक जण दूत
विदर्थ नगर मध्ये होई उपस्थित दमयन्तीଙ୍କ निकटे परवेश हेले फिटाई सबु वृत्तान्त ताहाଙ୍କୁ कहिले आग देवी जाइथिली नळन शणे आनिछि संवाद किछि शुणन्तु आपणे खोजी खोजी अयोध्यारे हेली उपस्थित ऋतुपूर्ण राजा जहि करन्ति राजत उच्चारण कली सभा मध्ये पुण पुण देइथिबा आपणଙ୍କୁ उपदेश मान केही कर्मचारी अबा आपे नृपवर मो वाक्य ସେମାନେ କିଛି ନ ଦେଲେ ଉତ୍ତର ସ୍ଥାନାନ୍ତରେ ଯିବା ପାଇଁ ହେଉଛି ଉଦ୍ୟତ ଏକ କର୍ମଚାରୀ ଆସି ହେଲା ଉପସ୍ଥିତ ସେହି କର୍ମଚାରୀ ନାମ ଅଟଇ ବାହୁକ ଦେଖିବାକୁ ଅତିଶୟ କଦର୍ଯ୍ୟ ସେ ଲୋକ ରାଜାଙ୍କ ସାରଥି ହୋଇ ରହିଛି ସେଠାରେ ଅତିଶୟ ନିପୁଣ ସେ ଅଶ୍ୱଚାଳନାରେ ବନ୍ଧନରେ ରନ୍ଧନରେ ପୁଣି ସେହି ଅଟଇ ନିପୁଣ ମୋର ପାଶେ ଧୀରେ ଧୀର କଲା ଆଗମନ ଦୁଇ ନେତ୍ରୁ ବହୁ ଅଛି ଅଶ୍ରୁଧାର ତାର ନିତାନ୍ତ ଦୁଃଖରେ କ୍ଷୀଣ ହୋଇଛି ଶରୀର କିଛି କାଳ ପାଇଁ କରି ସମ୍ବରଣ ଖେଦ ପୁଚ୍ଛା କରି ମୋତେ ସର୍ବକୁଶଳ ସମ୍ବାଦ ବୋଇଲେ ସଦ୍ବଂଶେ ଜାତ ହୋଇଛି ଯେ ସତୀ ପତିପରାୟଣା ସାଧି ଧର୍ମେ ଯାର ମତି ବିଷମ ଦୁର୍ଦ୍ଦଶା ମଧ୍ୟ ହେଲେ ଉପସ୍ଥିତ ଆପଣାର ଧର୍ମ ରକ୍ଷା କରିବ ସତତ ସ୍ୱାମୀ ପ୍ରତି କଦାଚ ସେ ନ କରଇ ରୋଷ ଏଥିପାଇଁ ପରକାଳେ କରେ ସ୍ୱର୍ଗବାସ ନିରନ୍ତର ଥାଏ ତାର ଧର୍ମ ମାର୍ଗେ ମତ ଅସତ କର୍ମରେ କେଭେ ନ ଜନ୍ମେ ପ୍ରବୃତ ଯେବେ ହେନି ସଧାପତି ନଳ ମହାରାଜା ଅକାରଣେ ଛାଡ଼ି ଆସିଅଛନ୍ତି ଭାରିଜା ଏଥିପାଇଁ ହେବେ ନାହିଁ ରୁଷ୍ଟ ଦମୟନ୍ତୀ ଯେଣୁ ସେ ସକଳ ଦୁଃଖ ଅବସ୍ଥା ଜାଣନ୍ତି ଅରଣ୍ୟରେ ପକ୍ଷୀ ଘେନି ଯିବାର ବସନ ସନ୍ତାପରେ ହୋଇଥିଲେ ନଳ ଜ୍ଞାନ ଶୂନ୍ୟ ସେହି ନଳ ପାଇ ନାନା ଯନ୍ତ୍ରଣା ସମ୍ପ୍ରତି କେବଳ ଆପଣା ପ୍ରାଣ ରକ୍ଷା କରୁଛନ୍ତି ବିଶେଷରେ ରାଜ୍ୟ ଭ୍ରଷ୍ଟ ଶିରି ଭ୍ରଷ୍ଟ ହୋଇ ଦେଶେ ଦେଶେ ବୁଲି କଷ୍ଟ ପାଉଛନ୍ତି ସେହି ক্ষୁଧା ପିପାସାରେ ହୋଇ ନିତ୍ୟାନ୍ତ କାତର
ଭାଳୁଛନ୍ତି ଦମୟନ୍ତୀ ପାଇଁ ନିରନ୍ତର। ଚିନ୍ତା କରି ନଳଙ୍କର ଏହି ସର୍ବକ୍ଳେଶ। କରିବେ ଯେ ଦମୟନ୍ତୀ କ୍ଷମା ସର୍ବଦୋଷ। ବାହୁକ ମୁଖରୁ ଏହି ବଚନ ମୁଁ ଶୁଣି, ଆସୁଅଛି ସେ ସ୍ଥାନରୁ ହେ ରାଜନନ୍ଦିନୀ। ସବୁ କଥା ଜଣାଇଲି ଆପଣଙ୍କଠାରେ, କରନ୍ତୁ ବିଧାନ ଯାହା କର୍ତ୍ତବ୍ୟ ଏଥିରେ। ପ୍ରହ୍ଲାଦ ମୁଖରୁ ଏହି ସବୁ କଥା ଶୁଣି, ବହୁତ ରୋଦନ କଲେ ରାଜାଙ୍କ ନନ୍ଦିନୀ। କାନ୍ଦି କାନ୍ଦି ମାତା ପାଶେ ହେଲେ ଉପସ୍ଥିତ, ଜଣାଇଲେ ଏକ ଏକ ସକଳ ବୃତ୍ତାନ୍ତ। ବୋଇଲେ ସବୁ କଥା ନବଲ ପିତାଙ୍କୁ, ଡାକି ଆଣ ମୋ ପାଶକୁ ସୁଦେବ ବିପ୍ରଙ୍କୁ। ଅଯୋଧ୍ୟାକୁ ପୁଣି ତାକୁ କରିବା ପ୍ରେରଣ, ସେ ଆଣିପାରିବ ନିଶ୍ଚୟ ନଳଙ୍କ ସନ୍ଧାନ। ଅନନ୍ତର ଦମୟନ୍ତୀ ସୁଦେବ ଦ୍ୱିଜକୁ, ବହୁ ଧନ ରତ୍ନ ଦେଇ ତୋଷ ତା ମନକୁ। ବୋଇଲେ ହେ ବିପ୍ର ନଳ ଆସିଲେ ଏଠାକୁ, ଆହୁରି ସମ୍ପଦ ଦାନ କରିବି ତୁମ୍ଭଙ୍କୁ। ତୁମ୍ଭେ ମୋର ଉପକାର କରିଛ ବହୁତ, ତୁମ୍ଭ ଯୋଗେ ହେଲା ମାତା ପିତାଙ୍କ ସାକ୍ଷାତ। ବର୍ତ୍ତମାନ କର ଆଉ ଏକ ଉପକାର, ତୁମ୍ଭ ଯୋଗେ ହେବ ପୂର୍ଣ୍ଣ ବାସନା ମୋହର। ବେଗ ହୋଇ ଯାଅ ତୁମ୍ଭେ ଅଯୋଧ୍ୟା ନଗରେ, ଜଣାଇବ ଋତୁପୂର୍ଣ୍ଣ ରାଜାଙ୍କ ପାଶରେ। ହେ ରାଜନ ଆଣିଅଛି ମୁହିଁ ସମାଚାର, ଭୀମସୁତା ଦମୟନ୍ତୀ ହେବ ସ୍ୱୟଂବର। ଆସନ୍ତା କାଲିରେ ଅଛି ଦିନ ନିରୂପିତ, ରାଜାଏ ହେଲେଣି ଯାଇ ତହିଁ ଏକତ୍ରିତ। ସୂର୍ଯ୍ୟୋଦୟ ସମୟରେ କାଲି ଦମୟନ୍ତୀ, ବରଣ କରିବେ ନିଶ୍ଚୟ ଏକ ପତି। ଦମୟନ୍ତୀ ବୁଝିଛନ୍ତି ଏମନ୍ତ ମନରେ, ନଳ ମହାରାଜା ଆଉ ନାହାନ୍ତି ପ୍ରାଣରେ। ଯିବା ପାଇଁ ଆପଣଙ୍କ ତହିଁ ଥିଲେ ଚିତ୍ତ, ଏହି କ୍ଷଣି ହେ ନରେଶ ହୁଅନ୍ତୁ ପ୍ରସ୍ତୁତ। ଦମୟନ୍ତୀ ଏହି ରୂପରେ ବୋଲି ସୁଦେବଙ୍କୁ, ତତକ୍ଷଣେ ପଠାଇଲେ ଅଯୋଧ୍ୟାପୁରକୁ। ଅଯୋଧ୍ୟା ନଗରେ ବିପ୍ର ପ୍ରବେଶ ହୋଇଲେ, ଋତୁପୂର୍ଣ୍ଣ ରାଜା ଠାରେ ସବୁ ଜଣାଇଲେ। କୃଷ୍ଣ କହିଲେ ଶୁଣ ହେ ଯୁଧିଷ୍ଠିରାଜନ, ସୁଦେବ ମୁଖରୁ ଶୁଣି ରାଜା ଋତୁପୂର୍ଣ୍ଣ। ଦମୟନ୍ତୀ ସ୍ୱୟଂବର ହେବାର ବୃତ୍ତାନ୍ତ,
ବାହୁକକୁ ଡାକିଲେ ସେ ପାଶକୁ ତୁରିତ। ବୋଇଲେ ବାହୁକ ଆହେ ଶୁଣିଲି ବାରତା। କାଲି ସ୍ୱୟଂବର ହେବେ ଭୀମରାଜ ସୁତା। ବିଦର୍ଭ ରାଜନ ଦିନ କରିଛନ୍ତି ସ୍ଥିର। ଦୂତ ମୁଖୁ ଶୁଣିଲୁ ଯେହି ସମାଚାର। ଆମ୍ଭର ନିତାନ୍ତ ଇଚ୍ଛା ତହିଁ ଯିବା ପାଇଁ। ସେଠାକୁ ଯିବାର କିଛି ସହଜ ନୁହଁ। ଅଶ୍ୱଚାଳନାରେ ତୁମ୍ଭ ଅଟ ଯେ ନିପୁଣ। କରିପାରିବ କି ଆମ୍ଭ ଅଭିଳାଷ ପୂର୍ଣ୍ଣ। ପ୍ରବେଶ ହୋଇ ପାରିଲେ ବିଦର୍ଭ ନଗରେ। ଦେଖିବୁ ସେ ସ୍ୱୟଂବର କାଲି ପ୍ରଭାତରେ। ଦମୟନ୍ତୀ ସ୍ୱୟଂବର କରିଣ ଶ୍ରବଣ। ବାହୁକ ହୃଦୟ ହେଲା ଦୁଃଖରେ ବିଦୀର୍ଣ୍ଣ। ପୁଣ ପୁଣ ମନ ମଧ୍ୟେ କଲେ ଏ ବିଚାର। ସତେ କି ଦମୟନ୍ତୀର ହେବ ସ୍ୱୟଂବର। ଅଥବା ପାଇବା ପାଇଁ ଆମ୍ଭଙ୍କୁ ସୁନ୍ଦରୀ। ଏହି ରୂପେ କରିଅଛି ଅପୂର୍ବ ଚାତୁରୀ। ଧିକ ଧିକ ଜ୍ଞାନ ମୋର ଧିକ ମୋ ଜୀବନ। ପ୍ରତି ପ୍ରାଣାର ମଣିକୁ ତେଜିଲି ଯାବନ। ଚଞ୍ଚଳ ଅଟଇ ନାରୀମାନଙ୍କ ଚରିତ୍ର। ଏ ରୂପ ଘଟିବା କିଛି ନୁହଁ ବିଚିତ୍ର। ଅଥବା କରିଛୁ ଆମ୍ଭେ ଯେପରି ଅନ୍ୟାୟ। ତାହା ପ୍ରତି ଦୋଷ ହେବା ନୁହଁ ବିଧେୟ। ଦମୟନ୍ତୀ ଆମ୍ଭ ପାଇଁ ଥିବ ଉତ୍କଣ୍ଠିତା। ବିଶେଷରେ ପାଶେଛନ୍ତି ନନ୍ଦନ ଦୁହିତା। ଅତଏବ ଭଲ ରୂପେ ଯାଇଅଛି ଜଣା। ସ୍ୱୟଂବର କଥା ମାନ ସବୁ ପ୍ରତାରଣା। ଆଜି ପ୍ରବେଶିଲେ ଯାଇ ବିଦର୍ଭ ନଗରେ। ସକଳ ବୃତ୍ତାନ୍ତ ଜଣାଯିବ ସାକ୍ଷାତରେ। ଋତୁପୂର୍ଣ୍ଣ ପ୍ରାର୍ଥନାରେ କଲେ ସନମତ। ନ ରହିବ କିଛି କାଲି କଥା ଅବଦିତ। ସୁବାହୁ ଏତେକ କଥା ମନେ କରି ସ୍ଥିର। ବୋଇଲେ ଋତୁପର୍ଣ୍ଣଙ୍କୁ ଯୋଡ଼ିବେ ନିକର। ଆପଣ ପାଇଁ ପ୍ରସ୍ତୁତ ହୁଅନ୍ତୁ ବେଗରେ। ଆଜ ପ୍ରବେଶାଇ ଦେବି ବିଦର୍ଭ ନଗରେ। ବାହୁକ ସେଠାରୁ ଅଶ୍ୱଶାଳାକୁ ଯାଇଣ। ଫିଟାଇ ଆଣିଲେ ଏକ ଅଶ୍ୱକୁ ବାଛିଣ। ଅତି କ୍ଷୀଣ ଦେହ ତାର ଗମନେ ନିପୁଣ। ଉଚ୍ଚୈଃଶ୍ରବା ଅଂଶେ ଜାତ ସର୍ବ ସୁଲକ୍ଷଣ। ବେଗଗାମୀ ସୁଶିକ୍ଷତ ସିନ୍ଧୁଦେ ସୁଜାତ। ତାହାର ଦେହରେ ଅଛି 10ଟା ଆବର୍ତ୍ତ। ତାର ହନୁଦେଶ ଅଟେ ପ୍ରଶସ୍ତ ବିଶାଳ।
ନିତମ୍ବ ଅଟେ ବିସ୍ତୃତ ଆବର ମାଂସଳ। ସେ ଅଶୋକଟାକୁ ଦେଖି ରାଜା ଋତୁପର୍ଣ୍ଣ କ୍ରୋଧେ ପ୍ରଜ୍ୱଳିତ ହୋଇ ବୋଇଲେ ବଚନ। ହେ ବାହୁକ ତୁମ୍ଭେ ଅଟ କେମନ୍ତେ ନିର୍ବୋଧ, କିମ୍ବା କାର୍ଯ୍ୟ କର ଆମ୍ଭ ଇଚ୍ଛାରେ ବିରୁଦ୍ଧ। ଆଉ କି ନାହାନ୍ତି ଅଶ୍ୱ ଆମ୍ଭ ଅଶ୍ୱଶାଳେ, ବାଛି ଆଣିଅଛ ଭଲ ଅଶ୍ୱ ବୁଦ୍ଧି ବଳେ। ନିତାନ୍ତ ଦୁର୍ବଳ ଏହି ପୁଣି ଅଶକତ, କିପରି ଦୁର୍ଗମ ବାଟ ଘେନି ଯିବ ରଥ। ବୋଇଲେ ବାହୁକ ଆହେ ଶୁଣନ୍ତୁ ରାଜନ, ଏହି ଅଶ୍ୱଗଟି ଅଟେ ସର୍ବସୁଲକ୍ଷଣ। ମସ୍ତକରେ ଦୁଇ ଗୋଟି, ଗୋଟିଏ କପାଳେ, ପାର୍ଶ୍ୱେ ଉପପାର୍ଶ୍ୱେ ଚାରି ଦୁବ ବକ୍ଷସ୍ଥଳେ। ପଶ୍ଚାତରେ ଏକ ଗୋଟା ଅଛି ପ୍ରକାଶିତ, ସବୁ ସୁଦ୍ଧା 10 ଗୋଟା ବହିଛି ଆବର୍ତ୍ତ। ନିଶ୍ଚୟ ମୋହର ଅଛି ବିଶ୍ୱାସ ଏମନ୍ତ, ବିଦର୍ଭ ନଗରେ ବେଗେ ହେବ ଉପସ୍ଥିତ। ଅଥବା ଏଥିରେ ଯଦି ନ ହେବ ରୁଚି, ଯେ ଅଶ୍ୱ ବୋଲିବେ ତାକୁ ଆଣିବି ମୁଁ ବାଛି। ଏତେକ ବଚନ ଶୁଣି ବୋଇଲେ ରାଜନ, ହେ ବାହୁକ ଅଶ୍ୱଶାସ୍ତ୍ରେ ତୁମ୍ଭେ ତ ନିପୁଣ। ଯେଉଁ ସର୍ବ ଅଶ୍ୱ ତୁମ୍ଭେ ମନକୁ ରୁଚଇ, ସେହି ଅଶ୍ୱମାନ ତୁମ୍ଭେ ରୋଚ ଯୋଚନେଇ। ଏହା ଶୁଣି ବାହୁକ ଯେ ଯାଇ ଧାତିକାରେ, ସେହିପରି ଚାରି ଅଶ୍ୱ ଯୋଚିଲେ ରଥରେ। ରଥେ ଦଉଡ଼ି ଧରିଣ ବାହୁକ ବସିଲେ, ଅଯୋଧ୍ୟାର ଛତ୍ରଧାରୀ ରଥେ ବିଜେ କଲେ। ଇଙ୍ଗିତ ମାତ୍ରକେ ବେଗେ ଧାଇଁଲେ ସେ ଅଶ୍ୱ, ଉଡ଼ି ଯାଇଛନ୍ତି କିବା ପକ୍ଷିଏ ଆକାଶ। ବାଷ୍ପେୟ ସାରଥି ବସିଅଛନ୍ତି ପାଖରେ, ଅଶ୍ୱଗଣ ଧାଇଁଛନ୍ତି ପବନ ବେଗରେ। ଋତୁପୂର୍ଣ୍ଣ ନରନାଥ ଦେଖି ରଥ ଗତି, ବିସ୍ମୟ ହୋଇ ମଣିଲେ ଆଚମ୍ବିତ ଅତି। ରଥ ବେଗ ଗତି ଦେଖି ବାଷ୍ପେୟ ଭାଳନ୍ତି, ଏହୁ ହୋଇବ କି ଅବା ମାତଳି ସାରଥି। କିବା ସାଜି ହୋତ୍ର ଧରି ନର କଳେବର, କପଟେ ହୋଇଅଛନ୍ତି ମୂର୍ତ୍ତି ଅବତାର। ହେବେ ବା ନିଷଧପତି ମହାରାଜ ନଳ, ସେହି ଯେ ଜାଣହି ଅଶ୍ୱ ଚାଳନା କୌଶଳ। ଏ ତିନିରୁ ଜଣେ କେହି ହେବ ଏ ବାହୁକ, ମୋର ଜାଣିବାରେ ଏହି ନୁହେଁ ତୁଚ୍ଛଲୋକ। ଦେବଦୂତ ପାଖେ ଅବା ଶାସ୍ତ୍ରୀୟ ବିଧିରେ,
କେତେ ଲୋକ ବୁଲୁଛନ୍ତି କପଟ ବେଶରେ, କିନ୍ତୁ ଏ ବାହୁକ ନୁହେଁ ନିଷଧ ରାଜନ। ଏହାଙ୍କର ଶରୀର ତ ଦିଶୁଛି ବିବର୍ଣ୍ଣ, ନଳ ମହାରାଜା ଠାରେ ଅଛି ଯେଉଁ ଗୁଣ, ବାହୁକ ଅଟଇ ସେହି ଗୁଣରେ ନିପୁଣ। ଏହିପରି ମନେ ମନେ ବିଚାରି ବାଷ୍ପେୟ, ବହୁତ ଆନନ୍ଦ ହେଲା ତା ମନେ ଉଦୟ। ଋତୁପର୍ଣ୍ଣ ମଧ୍ୟ ଦେଖି ବାହୁକର ଗୁଣ, ବୋଇଲେ ବାହୁକ ତୁମ୍ଭ ଶିକ୍ଷା ଧନ୍ୟ ଧନ୍ୟ। ହେ ଧର୍ମ ନୃପତି ଶୁଣ ଏଥୁ ଅନନ୍ତରେ, ରଥବାହୀ ଯାଉଛନ୍ତି ବାହୁକ ବେଗରେ। କେତେ ନଦ ନଦୀ ବନ ଉପବନ ଗ୍ରାମ, ମୁହୂର୍ତ୍ତ ମଧ୍ୟରେ ଚାଲେ କରି ଅତିକ୍ରମ। ପର୍ବତ ସମାନ ରଥ ଯାଉଅଛି ଉଡ଼ି, ଋତୁପର୍ଣ୍ଣଙ୍କର ଖସି ପଡ଼ିଲା ପିଛୁଡ଼ି। ବୋଇଲେ ରାଜନ ତହୁଁ ଶୁଣ ହେ ବାହୁକ, ଅଶ୍ୱଡୋର ଭିଡ଼ି ରଖ ଏକ ମୁହୂର୍ତ୍ତକ। ରଥର ପ୍ରବଳ ଗତି ହେତୁ ପବନରେ, ଆମ୍ଭ ଉତ୍ତରୀୟ ଖସି ପଡ଼ିଲା ବାଟରେ। ରଖ ରଖ ଯାଆନ୍ତୁ ଯେ ବାଷ୍ପେୟ ଓହ୍ଲାଇ, ଆମ୍ଭ ଉତ୍ତରୀୟ ଖଣ୍ଡ ଆଣନ୍ତୁ ଉଠାଇ। ଋତୁପର୍ଣ୍ଣଙ୍କୁ ବାହୁକ ବୋଇଲେ ଗିର, ଉତ୍ତରୀୟ ରହିଲାଣି ଯୋଜନ ଅନ୍ତର। କିପରି ବାଷ୍ପେୟ ଯାଇ ଆଣିବେ ବସନ, ରଖଇବା ଏଠାରେ ରଥ କିବା ପ୍ରୟୋଜନ। ଏହି ରୂପେ ଯାଉଛନ୍ତି ପ୍ରବଳ ବେଗରେ, ଗୋଟିଏ ବାହାଡ଼ା ବୃକ୍ଷ ଦେଖିଲେ ବାଟରେ। ବାହୁକେ ଚାହିଁ ବୋଇଲେ ରାଜ ଋତୁପୂର୍ଣ୍ଣ, ଗଣନା ବିଦ୍ୟାରେ ଆମ୍ଭେ ଅଟୁ ଯେ ନିପୁଣ। ଯେତେ ଫଳ ପତ୍ର ଅଛି ବାହାଡ଼ା ବୃକ୍ଷରେ, ଦେଖ ଆମ୍ଭେ ଗଣି ଦେବା ଅତି ସହଜରେ। ଯେତେ ଦେଖ ଆମ୍ଭେ ଗଣି ଦେବା ଅତି ସହଜରେ। ଜଗତରେ କେହି ନାହିଁ ଏହିପରି ଜାଣ, କଦାଚିତ ସବୁ ବିଦ୍ୟା ବିଷये ନିପୁଣ। ଏହି ବାହାଡ଼ା ବୃକ୍ଷରେ ଫଳ ପତ୍ର ଯେତେ, ତଳେ ପଡ଼ିଅଛି ପୁଣି ଯେତେକ ଏକତ୍ରେ। ଗଣି ଦେଉଅଛୁ ଆମ୍ଭେ ଏହିଠାରେ ବସି, 101 ତତ୍ତ୍ୱ ଫଳ ପଡ଼ିଅଛି ଖସି। 295 ଫଳ ଅଛି ଡାଳେ, 101 ପତ୍ର ପଡ଼ିଅଛି ତଳେ। 5 କୋଟି ପତ୍ର ଅଛି ଡାଳ ମାନଙ୍କରେ,
ଏହି ସଂଖ୍ୟା ଅଛି ଫଳ ପତ୍ର ଏ ବୃକ୍ଷରେ। ଇଚ୍ଛା ହେଲେ ବୃକ୍ଷ ଠାରୁ ଯାଇ ତୁମ୍ଭେ ଗଣ। ଆମ୍ଭ କଥା ସତ୍ୟ ମିଥ୍ୟା ପାଇବ ପ୍ରମାଣ। ଋତୁପର୍ଣ୍ଣ କଥା ଶୁଣି ବାହୁକ ବୋଇଲେ। ଭଲ ଦେଖାଯିବ ଆମ୍ଭେ ବୃକ୍ଷ ମୂଳେ ଗଲେ। ନ ଗଣିଲେ ଫଳ ପତ୍ର ନହିବ ବିଶ୍ୱାସ। ଏତେ ବୋଲି ରଜୁ ଭିଡ଼ି ଠିଆ କଲେ ଅସ। କ୍ଷଣ କାଳ ପାଇଁ ରଜୁ ଧରନ୍ତେ ବାର୍ଷ୍ଣେୟ। ନ ଗଣିଲେ ଫଳ ପତ୍ର ନ ଯିବ ସନ୍ଦେହ। ଏହା ଶୁଣି ଋତୁପର୍ଣ୍ଣ ବୋଲେ ହେ ବାହୁକେ। କିମ୍ପାଇଁ କାଟିବ କାଳ ଏଥେ ଅନର୍ଥକେ। କିଛି କାଳ ପାଇଁ ଯଦି ରହୁ ଏ ସ୍ଥାନରେ। ପ୍ରବେଶି ପାରିବୁ ନାହିଁ କେବେ ବିଦର୍ଭରେ। ବୋଇଲେ ବାହୁକ ଆହେ ଶୁଣ ନରପତି। ଆପଣଙ୍କ ଠାରେ ମୋର ଏତିକି ବିନତି। ଅଳପ ସମୟ ପାଇଁ ରହନ୍ତୁ ଏ ସ୍ଥାନେ। ଆସୁଅଛି ଫଳ ପତ୍ର ଗଣି ଏହି କ୍ଷଣେ। ଅଥବା ବାର୍ଷ୍ଣେୟ ବସି ଘୋଡ଼ାର ଯୁଧରି। ଚଳାଇ ନେଉନ୍ତୁ ରଥ ବିଦର୍ଭ ନଗରୀ। ବୋଇଲେ ରାଜନ ତୁମ୍ଭ ସମାନ ସାରଥି। ହେ ବାହୁକ କଦାଚିତ୍ ଜଗତେ ନାହାନ୍ତି। ତୁମ୍ଭେ କରିବାରୁ ଆମ୍ଭ ସାରଥି ଶିକାର। ବିଦର୍ଭ ନଗରକୁ ହୋଇଅଛୁ ଅଗ୍ରସର। ପୁଣ ତୁମ୍ଭଠାରେ କରୁଛୁ ବିନତି। ବାଧା ଦିଅ ନାହିଁ ଆହେ ବାହୁକ ସାରଥି। ଆଜି ଯଦି ବିଦର୍ଭରେ ହେବୁ ଉପସ୍ଥିତ। ତୁମ୍ଭ ଉପକାର ଆମ୍ଭେ ମଣିବୁ ବହୁତ। କରାଇଲେ କାଲି ପ୍ରାତେ ସଭା ଦରଶନ। କରିବୁ ତୁମ୍ଭ ବାସନା ସର୍ବ ପରିପୂର୍ଣ୍ଣ। ଏହା ଶୁଣି ବାହୁକ ଯେ ବୋଇଲେ ବଚନ। ଆହେ ମହାରାଜ ଶୁଣ ମୋର ନିବେଦନ। ନ ଗଣିଏ ଫଳ ପତ୍ର ନ ପାରଇ ଯାଇ। ଏତିକି ପ୍ରାର୍ଥନା ରକ୍ଷା କର ନରସାଇଁ। ଋତୁପୂର୍ଣ୍ଣ ହୋଇ ତହିଁ ଅଗତ୍ୟା ସମ୍ମତ। ବୋଇଲେ ବାହୁକ ଗଣି ଆସ ଫଳ ପତ୍ର। ଏକମାତ୍ର ଡାଳେ ଥିବା ପତ୍ର ଗଣି ଆସ। ସହଜେ ହେ ଜିଆ ମୋ କତାରେ ବିଶ୍ୱାସ। ତକ୍ଷଣେ ବାହୁକ ହୋଇ ରହୁ ଅବତୀର୍ଣ୍ଣ। କଲେ ଯାଇ ସେ ବାହାଡ଼ା ବୃକ୍ଷକୁ ଛେଦନ। ଫଳ ପତ୍ର ମାନ ଗଣି ହେଲେ ଆଚବିନ୍ତ। ବୋଇଲେ ରାଜନ ତୁମ୍ଭ ବିଦ୍ୟା ଅଦ୍ଭୁତ।
ଗଣିଲ ଏ ଫଳ ପତ୍ର ଯେ ବିଦ୍ୟା ବଳରେ, ଦୟାକରି ସେ ବିଦ୍ୟା ବୋଲ ମୋ ଆଗରେ। ବୋଇଲେ କଥା ଶୁଣି ଅଯୋଧ୍ୟାର ନାଥ, ଗଣନା ବିଦ୍ୟାରେ ଆମ୍ଭେ ଅତ୍ୟନ୍ତ ପଣ୍ଡିତ। ଅଦ୍ୱିତୀୟ ଆମେ ଅଟୁ ପଶା ଖେଳିବାରେ, ନଥିବ ଜଗତେ କେହି ଆମ୍ଭ ସାମନାରେ। ବୋଇଲେ ବାହୁକ ନୃପେ ଆହେ ନର ରାଣ, ମୋହଠାରୁ ଅଶ୍ୱବିଦ୍ୟା କରନ୍ତୁ ଗ୍ରହଣ। ବୋଲନ୍ତୁ ଗଣନା ବିଦ୍ୟା ତା ପରିବର୍ତ୍ତରେ, ଉପକୃତ ହେବା ଦୁଇ ଜଣ ପରସ୍ପରେ। ବାହୁକ ବାକ୍ୟ ବୋଇଲେ ରାଜା ଋତୁପର୍ଣ୍ଣ, ଆମ୍ଭଠାରୁ ସଂଖ୍ୟା ବିଦ୍ୟା ନେୟ ଏହି କ୍ଷଣ। ତୁମ୍ଭ ବିଦ୍ୟା ଏବେ ଥାଉ ତୁମ୍ଭଠାରେ, କରିବୁ ଯେ ବିଦ୍ୟା ଶିକ୍ଷା ଆମ୍ଭେ ଉତ୍ତାରେ। ଏହା କହି ଅଯୋଧ୍ୟାର ରାଜା ଋତୁପର୍ଣ୍ଣ, ବାହୁକଙ୍କୁ ସଂଖ୍ୟା ବିଦ୍ୟା କଲେ ପ୍ରଦାନ। ଏଥୁ ଅନନ୍ତରେ ସେହୁ ପାପମତି କଳି, କର୍କଟକ ତୀକ୍ଷ୍ଣ ବିହ କାଳି ଅକାଳି। ନଳଙ୍କ ଦେହୁ ବାହାରି ଗଲା ତତ୍କ୍ଷଣ, ଦାମୟନ୍ତୀ ସାପ ତାର ହେଲା ବିମୋଚନ। ପୁଣ୍ୟଶ୍ଳୋକ ନଳ ରାଜା କଳି ଆକ୍ରମଣେ, ବିଶେଷ ଯନ୍ତ୍ରଣା ପାଉଥିଲେ ରାତ୍ର ଦିନେ। ନଥିଲା ତାହାଙ୍କ ଜ୍ଞାନ ନଥିଲା ବିଚାର, କରୁଥିଲେ ବ୍ୟବହାର ବାତୁଳ ପ୍ରକାର। ଏତେବେଳେ ପାଇ ସେହି କଳିର ସାକ୍ଷାତ, କ୍ରୋଧେ ସାପ ଦେବା ପାଇଁ ହୋଇଲେ ଉଦ୍ୟତ। ଏହା ଦେଖି ଦୃଷ୍ଟ କଳି ଭୟେ ଥରି ଥରି, ବୋଇଲା ଯେ ହାତ ଯୋଡ଼ି ଆହେ ଦଣ୍ଡଧାରୀ। ଆପଣଙ୍କ ଠାରେ ସତ୍ୟ କରିଅଛି ପାପ, କୃପା କରି ଏବେ ମୋତେ ନ ଦିଅନ୍ତୁ ଶାପ। କରନ୍ତୁ କରୁଣା କରି କ୍ରୋଧ ସମ୍ବରଣ, ଆପଣଙ୍କ ମହାକୀର୍ତ୍ତି କରିବି ସ୍ଥାପନ। ଯେଉଁଦିନ ଦମୟନ୍ତୀ ସତୀଙ୍କୁ ନିର୍ଦ୍ଦୋଷେ, ପଳାଇଲେ ପରିତ୍ୟାଗ କରି ଅନ୍ୟ ଦେଶେ। ସେହିଦିନ ମହାକଷ୍ଟ ପାଇ ସେହି ସତୀ, କ୍ରୋଧରେ ଅସ୍ଥିର ହୋଇ ଶାପ ଦେଇଛନ୍ତି। ସେହି ମହାପାପେ ପୁଣି କର୍କଟକ ବିଷେ, ରହିଥିଲି ଆପଣଙ୍କ ଦେହେ ମହାକ୍ଳେଶେ। ଏତେବେଳେ ଦମୟନ୍ତୀ ସାପୁ ହୋଇ ମୁକ୍ତି, ଆହେ ମହାରାଜ ହେଲି ସ୍ୱରୂପକୁ ପ୍ରାପ୍ତି। ଆପଣଙ୍କ ଶ୍ରୀଚରଣେ ପଶୁଛି ଶରଣ, କ୍ରୋଧେ ମୋତେ ଶାପ ଆଉ ନ କର ପ୍ରଦାନ।
ଆପଣ ଯଦ୍ୟପି ଶାପ ନ ଦେବଟି ମତେ, ଆଜ ଦିନ ଠାରୁ ନିଶ୍ଚୟ ଯେ ଲୋକ ଜଗତେ। ଆପଣଙ୍କ ପୁଣ୍ୟ ନାମ କରିବ ସ୍ମରଣ, ମୋହର ଭୟରୁ ମୁକ୍ତ ପାଇବେ ସେ ଜାଣ। କ୍ରୋଧ ସମ୍ବରଣ କରି ନଳ ମହାରଥା, କହିଲେ ଅନେକ କରି ସହିତରେ କଥା। ଅନନ୍ତରେ ଆନଲୋକ ଦୃଷ୍ଟି ଅଗୋଚରେ, ପ୍ରବେଶିଲା କଳି ଯାଇ ବାହାଡ଼ା ବୃକ୍ଷରେ। କରିବାରୁ କଳି ଯାଇ ତାହାକୁ ସ୍ପରଶ, ତତକ୍ଷଣେ ସେହି ବୃକ୍ଷ ହୋଇଗଲା ହ୍ରାସ। ନଳରାଜା କଳି ଠାରୁ ହୋଇଲେ ମୁକ୍ତ, କିନ୍ତୁ ତାଙ୍କ ପୂର୍ବ ରୂପ ନହିଲା ପ୍ରାପତ। ଆନନ୍ଦ ମନରେ ଯାଇ ବସିଲେ ରଥରେ, ବାହିଗଲେ ବିଦର୍ଭକୁ ପବନ ବେଗରେ। ନୟନ ମାର୍ଗରୁ ଦୂରେ ହନ୍ତେ ଋତୁପର୍ଣ୍ଣ, ଧୀରେ ଧୀରେ କଳି କଲା ସ୍ୱସ୍ଥାନ ଗମନ। ଋତୁପର୍ଣ୍ଣ ପ୍ରବେଶିଲେ ବିଦର୍ଭ ନଗରେ, ରଜନୀ ପ୍ରବେଶ ହେଲା କିଞ୍ଚିତ ପୂର୍ବରେ। ବିଦର୍ଭର ନରପତି ଶୁଣି ଏ ବୃତ୍ତାନ୍ତ, ପାଛୋଟି ଆଣିବା ପାଇଁ ପଠାଇଲେ ଦୂତ। ଘର୍ଘରିତ ଶବ୍ଦ କରି ରଥ ଚକମାନ, ଉପସ୍ଥିତ ହେଲେ ମହାରାଜା ଋତୁପର୍ଣ୍ଣ। ନଳରାଜା ଆଗମନେ ରଥ ଆଉ ଅଶ୍ୱ, ପୂର୍ବେ କରୁଥିଲେ ଯେହ୍ନ ସନ୍ତୋଷ ପ୍ରକାଶ। ଋତୁପର୍ଣ୍ଣ ଆଗମନେ ତେହ୍ନେ ଅଶ୍ୱଗଣ, ଆନନ୍ଦରେ ହର୍ଷାରବ କଲେ ଘନ ଘନ। ରଥଚକ ଶବଦରେ ପୂରିଲା ମେଦିନୀ, ବିଚାରିଲେ ଦମୟନ୍ତୀ ସେହି ଶବ୍ଦ ଶୁଣି। ପୂର୍ବକାଳେ ଯେଉଁପରି ନଳଙ୍କର ରଥ, ସେହିପରି ଏହି ରଥ ହୁଏନି ନାଦିନ। ପ୍ରସାଦ ମଧ୍ୟରେ ଥିବା କେକି ହସ୍ତୀ ଅଶ୍ୱ, ସେହି ଶବ୍ଦ ଶୁଣି କଲେ ଆନନ୍ଦ ପ୍ରକାଶ। ଦମୟନ୍ତୀ ଚତୁର୍ଦ୍ଦିଗ କରି ନିରୀକ୍ଷଣ, ବୋଇଲେ ଆନନ୍ଦ କିମ୍ପା ହେଉଅଛି ମନ। ସତେ କି ମୋହର ପୁଣି ଫିଟିବ କପାଳ, ନୟନେ ଦେଖିବି ଆଜି ମହାରାଜା ନଳ। ନ ପାଇଲେ ଆଳି ଦୀନନାଥ ଦରଶନ, ପ୍ରତିଜ୍ଞା କରୁଛି କେବେ ନ ରଖିବି ପ୍ରାଣ। ନ ବୋଲିବେ ଆଜି ଯଦି କଥା ଗୁଣମଣି, ନିଶ୍ଚୟ ନିଶ୍ଚୟ ଦେବି ଜୀବନ ଘାତିନି। ଆଜି ନ ଦେଖିବି ଯେବେ କମଳ ବଦନ, ଜଳନ୍ତା ଅନଳେ ନିଶ୍ଚେ ତ୍ୟଜିବି ଜୀବନ। ମିଥ୍ୟା କଥା କେଭେ ମୁହିଁ ତାଙ୍କୁ କହି ନାହିଁ, ତାହାଙ୍କ ପ୍ରିୟ କାର୍ଯ୍ୟ କରି ନାହିଁ ମୁହିଁ। କ୍ଷମାଶୀଳ ପ୍ରଭୁ ମୋର କୃପାଳୁ ବଦାନ୍ୟ, ପ୍ରାଣନାଥ ମୋହ ପ୍ରତି ସଦା କୃପାବାନ। କେଭେ ସେ ଦେଖି ନାହାନ୍ତି ମୁଖେ ପର ନାରୀ, ଆବର କରି ନାହାନ୍ତି ଅନିଷ୍ଟ କାହାରି।
ଏକ ମନେ ମୁହିଁ ତାଙ୍କୁ କରୁଅଛି ଧ୍ୟାନ। ତାଙ୍କ ବିନା ହୃଦ ମୋର ହେଉଛି ବିଦୀନ। କେବଳ ପାଇବା ପାଇଁ ତାଙ୍କ ଦର୍ଶନ ଆଜି ଯାଏ କରିଅଛି ଜୀବନ ଧାରଣ। ଏହିପରି ନଳଙ୍କର ଗୁଣକୁ ସୁମରି ବହୁତ ବ୍ୟାକୁଳ ହେଲେ ଭୀମଙ୍କ କୁମାରୀ। ଅନନ୍ତର ପାଇବାକୁ ନଳ ଦର୍ଶନ ଚଉଧ ଶିଖରେ ଯାଇ କଲେ ଆରୋହଣ। ବସିଅଛନ୍ତି ବାହୁକ ବାର୍ଷ୍ଣେୟ ରଥରେ ପ୍ରବେଶିଲେ ଋତୁପର୍ଣ୍ଣ ରାଜା ସିଂହ ଦ୍ୱାରେ। ବାହୁକ ବାର୍ଷ୍ଣେୟ ଦୁହେଁ ରଥରୁ ଓହ୍ଲାଇ କ୍ଳାନ୍ତ ଅଶ୍ୱଗଣ ଦେଲେ ରଥରୁ ଫିଟାଇ। ରଥପରୁ ଓହ୍ଲାଇଣ ଅଯୋଧ୍ୟାର ନାଥ ବିଦର୍ଭ ରାଜାଙ୍କ ପାଶେ ହେଲେ ଉପସ୍ଥିତ। ନ ଦେଖିଣ ସ୍ୱୟଂବର ହୋଇଲେ ବିସ୍ମିତ। କେଡ଼େ ମନ୍ଦ କର୍ମ କଲି ଆସି କରି ଏଥ। ଭୀମ ମହାରାଜ ତାଙ୍କୁ ବହୁତ ଆଦରେ ଆସନରେ ବସାଇଲେ ଆପଣା ପାଶରେ। ଭୀମ ରାଜା କହିଲେ କହେ ଅଯୋଧ୍ୟାନାଥ କହ ଏଠାକୁ ଆସିଲ କିମ୍ପା ଅକସ୍ମାତ। ଶିଶୁ ଅଯୋଧ୍ୟାର ପ୍ରତି ହୋଇଲେ ବିସ୍ମୟ ମିଥ୍ୟା ସ୍ୱୟଂବର ବୋଲି ଜାଣିଲେ ନିଶ୍ଚୟ। ସ୍ୱୟଂବର ହେଲେ ଆସିଥାନ୍ତେ ରାଜାଗଣ ଏହା ବିଚାର ତାହାଙ୍କୁ କହିଲେ ବଚନ। ଅନ୍ୟ କାରଣ ହେତୁରୁ ଏଣେ ଆସିଥିଲି ତୁମ୍ଭ ସମ୍ଭାଷଣ ହେତୁ ଏଠାକୁ ଅଇଲି। ଭୀମ କହିଲେ କବଡ଼ ଭାଗ୍ୟ ଯେ ମୋହର ସେ ହେତୁ ଏଥେ ଆସିଲେ ଅଯୋଧ୍ୟା ଈଶ୍ୱର। ଶ୍ରମ ପାଇଅଛ ଆଜି ରହ ମୋର ବାସ ଏହା କହିଦେଲେ ତାଙ୍କୁ ଅପୂର୍ବ ଆବାସ। ସେଠାରେ ରହିଲେ ଯାଇ ଅଯୋଧ୍ୟାର ପତି ଅଶ୍ୱଶାଳେ ଚଳିଗଲେ ବାହୁକ ସାରଥି। ଅଶ୍ୱଗଣ ପରିଚର୍ଯ୍ୟା କରଣ ବାନ୍ଧିଲେ ପ୍ରସାଦ ଉପରେ ଥାଇ ବୈଦର୍ଭୀ ଦେଖିଲେ। ଋତୁପର୍ଣ୍ଣ ରାଜା ଆଉ ସାରଥି ତାହାର ନଳ ରାଜାଙ୍କୁ ନ ଦେଖି ହୋଇଲେ କାତର। ଏତେ ଭାଳି ପଠାଇଲେ କେଶିନୀ ଦୂତୀକୁ ଯାଅ ବେଗେ କେଶିନୀ ତୁ ପୁଛ ସାରଥିକୁ। ଦେଖିଲେ ତାହାଙ୍କ ମୁଖ ହୃଷ୍ଟ ହେବ ମନ ଶୀଘ୍ର ଆସି କହ ମୋତେ ବୁଝିଣ କାରଣ। ଏହା ଶୁଣିଣ କେଶନୀ କଲା ଶୀଘ୍ର ଗତି ମଧୁର ବଚନ କହେ ସାରଥିର ପ୍ରତି। ରାଜକନ୍ୟା ଦମୟନ୍ତୀ ଏଠାକୁ ପେଶିଲେ କି ହେତୁ ଏଥେ ଅଇଲ କହ ତୁମ୍ଭେ ଭଲେ। ବାହୁକ ବୋଇଲେ ମୋ ଅଯୋଧ୍ୟା ବସତି ଋତୁପର୍ଣ୍ଣ ରାଜାଙ୍କର ଅଟଇ ସାରଥି। ଏହିଠାରୁ ଯାଇଥିଲେ ଏକ ଦ୍ୱିଜବର କହିଲେ ଭୈମୀର ହେବ ପୁଣି ସ୍ୱୟଂବର। ରାତ୍ର ଶେଷେ ବରିବେ ସେ ଆଉ ଏକ ସ୍ୱାମୀ ଏହି ହେତୁ ଋତୁପୂର୍ଣ୍ଣ ଅଇଲେ ଏ ଭୂମି। ସତେକ ଯୋଜନ ଦୂରୁ ଆସିଲେ ନୃପତି ବାହୁକ ମୋହର ନାମ ମୁଁ ତାଙ୍କ ସାରଥି। ପୁଣ୍ୟଶ୍ଳୋକ ନଳ ରାଜା ବୀରସେନ ସୁତ ପୂର୍ବରେ ଥିଲେ ସେହି ଏହାଙ୍କର କାନ୍ତ। ତାର ଭାର୍ଯ୍ୟା ଭୈମୀଙ୍କର ଏପରି ଆଚାର ଶୁଣିଣ ଉଦ୍ବିଗ୍ନ ହେଲା ମାନସ ମୋହର। ଦ୍ୱିତୀୟ ବୟସେ ଏହା ତୃତୀୟ କି ହେବ ଦୈବ ଯାହା କରେ ତାହା କେୟା ନ କରିବ। ଶୁଣି କେଶିନୀ ବୋଇଲେ ବାହୁକର ପ୍ରତି ତୁ ଯଦି ବାହୁକ କାହିଁ ରହିଲେ ନୃପତି। ଅର୍ଦ୍ଧବସ୍ତ୍ରେ ଏକାକିନୀ ରଖି ଘର ବନେ ଅନୁରକ୍ତା ନାଡ଼ି ଛାଡ଼ି ଗଲେ ସେ କେଶନେ। ସେହି ବସ୍ତ୍ର ପିନ୍ଧି କରି ଅଛନ୍ତି ଅଦ୍ୟପି ନରୁଚଇ ଅନଜଳ ପୁଣ୍ୟଶ୍ଳୋକ ଜପି। ଏମନ୍ତ ଶୁଣି ବିଥିତ ହେଲେ ରାଜା ନଳ ଚାରିଧାର ପରି ନେତ୍ରୁ ବହେ ଅଶ୍ରୁ ଜଳ। ରାଜା ବୋଇଲେ ଯେ ଅଟେ କୁଳବତୀ ନାରୀ ସ୍ୱାମୀର ବିଶ୍ୱାସ କଥା ରଖେ ଗୁପ୍ତ କରି। ଆପଣା ମରଣ ବାଞ୍ଚେ ସ୍ୱାମୀର କାରଣ ତଥାପି ସ୍ୱାମୀର ନିନ୍ଦା ନ କରେ ବଖାଣ। ବିବସ୍ତ୍ର ହୋଇଣ ଯେହୁ ପଶିଲେ କାନନ ଅଳ୍ପ ଭାଗ୍ୟ ନୁହେଁ ସେହୁ ପାଇଲା ଜୀବନ।
ଏପରି ଲୋକଙ୍କୁ କ୍ରୋଧ କରି ଯୋଗ୍ୟ ନୁହେଁ। ରାଜଭ୍ରଷ୍ଟ ଜ୍ଞାନ ଭ୍ରଷ୍ଟ ପ୍ରାଣେ ମାତ୍ର ରହେ। ୟା କହି ଶୋକେ କାନ୍ଦିଲେ ତହିଁ ନୃପବରେ। କେଶିନୀ ସବୁ କହିଲେ ଭ୍ରମିର ଆଗରେ। ଭ୍ରମି କହିଲେ ଏହି ନୁହେଁ ଅନ୍ୟ ଜନ। ପୁନରପି ଯାଇ ବୁଝ ତାଙ୍କର ଲକ୍ଷଣ। କି ଆଚାର କି ବିଚାର କେଉଁ କର୍ମ କରେ। ବୁଝି ଆସିଣ ସତର କହ ମୋ ଆଗରେ। ଆଜ୍ଞା ପାଇ ଦାସୀ ତହୁଁ କରିଲା ଗମନ। ଦେଖିଣ ସକଳ କର୍ମ ଅଇଲା ବହନ। କେଶିନୀ କହିଲା ଶୁଣ ଆଗ ରାଜଜେମା। ଦେଖିଲି ଯେ ବାହୁକର ଅପାର ମହିମା। ରନ୍ଧନ ସାମଗ୍ରୀ ମାନ ଋତୁପୂର୍ଣ୍ଣ ନୃପେ। ତାଙ୍କ ପାଶେ ପଠାଇଣ ଦେଲେ ତୁମ୍ଭ ବାପେ। ସେ ସର୍ବ ସାମଗ୍ରୀ ଦେଲେ ବାହୁକର କରେ। ଦେଖି ତା କାର୍ଯ୍ୟ ଆଶ୍ଚର୍ଯ୍ୟ ହଇଲି ଅନ୍ତରେ। ଶୂନ୍ୟ କୁମ୍ଭଙ୍କୁ କରନ୍ତେ ସେହି ସୃଷ୍ଟିପାତ। ଜଳେ ପୂର୍ଣ୍ଣ ହେତୁ କୁମ୍ଭ ଏ ବଡ଼ ଅଦ୍ଭୁତ। ସେ ଜଳରେ ଦ୍ରବ୍ୟମାନ ଧୋଇଲେ ସକଳ। କିଛି ତୃଣ କାଷ୍ଠ ଥିଲା ନଥିଲା ଅନଳ। ତୃଣ ବେଗ ନେଇ ଦେଲେ ସେ କାଷ୍ଠ ମଧ୍ୟରେ। ଦୃଷ୍ଟି ମାତ୍ରେ ତୃଣ କାଷ୍ଠ ଜଳିଲା ଇଚ୍ଛାରେ। କ୍ଷଣ ମାତ୍ରେ ସର୍ବଦ୍ରବ୍ୟ ରନ୍ଧନ କରିଲେ। ଏବେ ସକଳ ବୁଝିଲି ଦୈବର୍ତ୍ତୀ କହିଲେ। ପୁଣି କହିଲେ କେଶିନୀ ଯାଅ ଆଉ ଥରେ। ତାଙ୍କ ରନ୍ଧନ ବ୍ୟଞ୍ଜନ ମାଗି ଆଣ ଖରେ। କେଶିନୀ ବାହୁକଠାରୁ ମାଗିଣ ବ୍ୟଞ୍ଜନ। ଦମୟନ୍ତୀ ପାଶେ ଦେଇ ନେଲା ସେ ତକ୍ଷଣ। ଖାଇନ ବ୍ୟଞ୍ଜନ ଭୈମୀ ହରଷ ହଇଲେ। ନିଶ୍ଚୟ ନଳ ବୋଲି ମନେ ବିଚାରିଲେ। ଦୁଇ ପୁତ୍ର କନ୍ୟା ଦେଲେ କେଶିନୀ ସହିତେ। ଦେଖିକି କହିବେ ବୁଝି ଆସ ତୁତୁରିତେ। କେଶିନୀ ସଙ୍ଗରେ ଦେଖି ନନ୍ଦର ନନ୍ଦିନୀ। ଶୀଘ୍ର ଉଠି କଳ କଲେ ନଳ ନରମଣି। ଦୁହିଁଙ୍କର ମୁଖ ଦେଖି କଲେ କ୍ରନ୍ଦନ। ପୁଣି ଚୁମ୍ବ ଦେଇ କଲେ ଆଲିଙ୍ଗନ। କେତେ କ୍ଷଣ କହିଲେ କେଶିନୀର ପ୍ରତି। ଦୁଇ ଶିଶୁ ଦେଖି ମୋର ସ୍ଥିର ନୁହେଁ ମତି। ଏହିପରି କନ୍ୟା ପୁତ୍ର ଅଛନ୍ତି ମୋହର। ବହୁଦିନୁ ଦେଖି ନାହିଁ ମୁଖ ଦୁହିଁଙ୍କର। ସେହି ଅନୁତାପେ ଅଶ୍ରୁ ହୋଇଲା ପତନ। ଅପତ୍ୟ ବିଚ୍ଛେଦ ତାପ ନୁହେଁ ସମ୍ଭରଣ। ଏ ଘଟଣା ଦେଖି କିଏ ଭାବିବ କି କଥା। ନେଇ ଯାଅ ଶୀଘ୍ର ତୁହି ଏହି ସୁତ ସୁତା। ଏମନ୍ତ ଶୁଣିଣ ତହୁଁ କେଶିନୀ ଚଳିଲା। ଏହି ସବୁ କଥା ଯାଇ ଭ୍ରମିକୁ କହିଲା। ଶୁଣିଣ ବୈଦର୍ବୀ ବ୍ୟଗ୍ର ହୋଇଲେ ଦର୍ଶନେ। ଶୀଘ୍ର ଯାଇ ଜଣାଇଲେ ମାତା ସନ୍ନିଧାନେ। ଆଜ୍ଞା ଯଦି କର ଯିବି ବାହୁକ ପାଶକୁ। ଶୁଣି ଏ ବୃତ୍ତାନ୍ତ ରାଣୀ ଆଜ୍ଞା ଦେଲେ ତାକୁ। ତନୟ ତନୟା ସଙ୍ଗେ ଘେନିଣ କାମିନୀ। ପତି ଦରଶନେ ଯାନ୍ତି ଅଛଇ କେଶିନୀ। ଅଶ୍ଵଶାଳେ ପ୍ରବେଶିଲେ ଯାଇ ଦମୟନ୍ତୀ। ଜଟିଳ ମହିଳା ଜୀର୍ଣ୍ଣ ବାସ ପିନ୍ଧିଛନ୍ତି। ସ୍ୱାମୀ ଯହିଁ ବସିଛନ୍ତି ତହିଁ ପ୍ରବେଶିଲେ। ଦୁଃଖାନଳେ ଅଙ୍ଗ ଜଳେ ନେତୃ ଅଶ୍ରୁ ଗଳେ। ସକରୁଣେ କହିଲେ ତାଙ୍କୁ ମୃଦୁ ଭାଷ। ହେ ବାହୁକ ଦେଖିଛ କି ଏମନ୍ତ ପୁରୁଷ। କ୍ଷୁଧା ତୃଷା ପରିଶ୍ରମେ ନିଦ୍ରିତା ନାରୀରେ। ବନେ ଏକା ଛାଡ଼ିଗଲେ କେମନ୍ତ ପ୍ରକାରେ। ନଳ ପୁଣ୍ୟ ଶ୍ଳୋକ ବୋଲି ନାମ କିଏ ଦେଲା। ଏପରି ନିଷ୍ଠୁର ବୋଲି ଜାଣି କେ ନଥିଲା। ସଦା ଅନୁରକ୍ତା ପୁଣି ପୁତ୍ରର ଜନନୀ। କୌଣସି ଦୋଷେ ସେହୁ ଦୋଷେ ନୁହିଁ ପୁଣି। ଯମଗ୍ନି ବରୁଣ ଇନ୍ଦ୍ର କୁବେର ତେଜିଣ। ନିଷଧ ପତିଙ୍କୁ ହର୍ଷେ କରିଲା ବରଣ। ସେ ପୁଣି ସଭା ମଧ୍ୟରେ କରିଥିଲେ ସତ୍ୟ। ପ୍ରାଣ ସମ କରିଥିବି ତୁମ୍ଭଙ୍କୁ ମୁଁ ନିତ୍ୟ। ନଳ ଏଡ଼େ ସତ୍ୟବାଦୀ କରିଲେ ଏମନ୍ତ। ଅନ୍ୟ ଲୋକେ କି କରିବ ଭାବଇ ସତତ। ଭୈମୀ କଥା ଶୁଣିଲା ଯେ କହନ୍ତି ନୃପତି। ପ୍ରାପ୍ତେ ହୁଡ଼ିବ ତୁମ୍ଭ ପରାୟର ମଣି। ରାଜ୍ୟ ଭ୍ରଷ୍ଟ ଲକ୍ଷ୍ମୀ ଭ୍ରଷ୍ଟ କଲା ଯେଉଁ ଦୃଷ୍ଟ।
ଆମ୍ଭଙ୍କୁ ସଙ୍ଗ ଛଡ଼ାଇ ଦେଲା ସେ କଷ୍ଟ। ତୁମ୍ଭଙ୍କୁ ଛାଡ଼ି ନ ବନେ ଦେଖ ଚନ୍ଦ୍ରାନନେ। ଅସ୍ଥି ଚର୍ମ ଧରି ମାତ୍ର ରହିଛି ଜୀବନେ। ଏହା ନ ଭାବିଣ ମୋତେ ଜୀବିତରେ ଦେଖି। ଏହିପରି କହୁଅଛ ଆଗେ ଶକ୍ତି ମୁଖୀ। କଳି ଛାଡ଼ି ଯିବାରୁ ମୁଁ ଦେଖିଲି ତୁମ୍ଭଙ୍କୁ। କ୍ରୋଧ ସମ୍ଭରଣ କର ଦେଖିଲ ଆମ୍ଭଙ୍କୁ। ଯେଉଁ ନାରୀ ପତିବ୍ରତା ସତୀ ଶିରୋମଣି। ପତି ଦୋଷ ନ ଧରିଣ ପ୍ରଶଂସା ବଖାଣି। ଆଉ ଶୁଣିଲି କହିଲା ଏକ ଦ୍ୱିଜ ବର। ଅନ୍ୟ ପତି ବରି ବସେ କରି ସ୍ୱୟଂବର। ଅଯୋଧ୍ୟାରେ ଥାଇ ଏହା ଶୁଣି ମୋର ଶ୍ରୁତି। ଦେଖିବାକୁ ଆସିଅଛି ତୁମ୍ଭ ଅନ୍ୟ ପତି। ଏକୁସିତ କର୍ମ କେହି ରାଜକୁଳେ ଜନ୍ମ। କରୁଛି କି କହ ତୁମ୍ଭ ଆଗେ ସୁବଦନ। ନଳ ନରପତିଙ୍କର ଏହି ବାଣୀ ଶୁଣି। ଦମୟନ୍ତୀ କହିଲେ କ ଯୋଡ଼ିବେନି ପାଣି। ପୂର୍ବେ ଦ୍ୱିଜ ପେଶିଥିଲି ତୁମ୍ଭ ଅନ୍ୱେଷଣେ। ବହୁ ଦ୍ୱିଜ ଖୋଜିଲେ କ ଯାଇ ସ୍ଥାନେ ସ୍ଥାନେ। ପୂର୍ଣ୍ଣାଦ ନାମରେ ଦ୍ୱିଜ ଅଯୋଧ୍ୟାକୁ ଗଲା। ତୁମ୍ଭ କଥା ଶୁଣି ଆସି ମୋ ଆଗେ କହିଲା। ତବ ହେତୁ ମହାରାଜ ତେଳି କୂଳ ଲାଜ। କେବଳ ଅଯୋଧ୍ୟା ଦେଲେ ଦେଶେ ପେଶିଥିଲି ଦ୍ୱିଜ। କର୍ତ୍ତବ୍ୟ ବଚନ ମନେ ତୁମ୍ଭ ବିନୁଆନେ। ସତ୍ୟ କହୁଛି ନ ଚାହେଁ ନୟନର କୋଣେ। ଯଦି କର ପାପ ଜ୍ଞାନ ତୁମ୍ଭେ ନୃପମଣି। ତୁମ୍ଭ ସାକ୍ଷାତେ ଜୀବନ ତ୍ୟଜିବି ଏକ୍ଷଣି। ଚନ୍ଦ୍ର ସୂର୍ଯ୍ୟ ବାୟୁ ମୋର ରହିଛନ୍ତି ସାକ୍ଷୀ। ସଦା ମୁହିଁ ପତିବ୍ରତା କହିବେ ସେ ଡାକି। ଏପରି କହିଲେ ଯହୁଁ ଭୀମ ରାଜା ସୂତା। ଶୂନୁ ପୁଷ୍ପ ବୃଷ୍ଟି ହେଲା କହନ୍ତି ପାପିନୀ। ତେଜ ରାଜା ମନସ୍ତାପ ତୁମର କାମିନୀ। ସ୍ୱଧର୍ମରେ ରହିଅଛି ନୁହଁ ପାପିନୀ। ଯେଉଁ ଦିନୁ ଗଲ ତୁମ୍ଭେ ବନେ ତେଜ୍ୟା କରି। ଏହାକୁ ରଖିଛି ମୁହିଁ ଆହେ ଦଣ୍ଡଧାରୀ। ସର୍ବଦା ତବ ଦୁଃଖରେ ଦୁଃଖିତା ଅଟଇ। ଅନ୍ୟ କେଉଁ କଥା ତୁମେ ମନେ ଭାବ ନାହିଁ। ଅକସ୍ମାତେ ଏହି ବାଣୀ ଶୂନ୍ୟରୁ ଶୁଭିଲା। ତା ସଙ୍ଗେ ଦୁନ୍ଦୁଭି ଧ୍ୱନି ଅକସ୍ମାତେ ହେଲା। ଶୁଣି ରାଜା ଶାନ୍ତ ହେଲେ ଗଲା ମନୁ ଭ୍ରାନ୍ତି। ଭାବିଲେ ଏହାର ନିଶ୍ଚେ ଧର୍ମେ ଥାଇ ମତି। ତତ୍ପରେ ପ୍ରିୟାକୁ ଧରି ପାଶରେ ବସାଇ। ବୋଇଲେ ଚରିତ୍ର ତେର ଧନ୍ୟ ଗଟଇ। କକଟକ ଦତ୍ତ ବସ୍ତ୍ର କରି ପରିଧାନ। ନିଜ ରୂପ ହେଲେ ନାଗେ କରିଣ ସ୍ମରଣ। 4 ବରଷରେ ଦେଖା ହେଲା ଦୁହିଁଙ୍କର। ପୁନ ପୁନ ଆଲିଙ୍ଗନ କଲେ ନୃପବର। ଦୁହେଁ ଦୁହିଁଙ୍କର ଦୁଃଖ କୁହାକୁହି ହେଲେ। ପ୍ରଭାତେ ଉଭୟ ଯାଇ ନୃପଙ୍କୁ ଭେଟିଲେ। ଜୁଆଇଁକୁ ଦେଖି ରାଜା ଆନନ୍ଦ ଅପାର। ଆଲିଙ୍ଗନ କରି କହ ଏ ସର୍ବ ସମାଚାର। ଜାଣିଲେ ଯେ ନଳ ରାଜା ବାହୁକ ଆମ୍ଭର। ଦମୟନ୍ତୀର ପ୍ରତ୍ୟାଶା ଛାଡ଼ି ନରପତି। ଗଲେ ଯେଉଁଠାରେ ଥିଲେ ନଈଶଧପତି। ଋତୁପର୍ଣ୍ଣ କହେ ବଡ଼ ଭାଗ୍ୟ ଯେ ମୋହର। ଅଜ୍ଞାତର ଦୋଷମାନ ଖଣ୍ଡିବ ସତୋର। ଆପଣଙ୍କୁ ସବୁବେଳେ ବିନତି ମୋହର। ଶୁଣିଣ ନିଷଧପତି କହିଲେ ଗିରଗ। କେତେବେଳେ ଦୋଷୀ ତୁମେ ନୁହଁ ମମ ସ୍ଥାନେ। କଦାପି ମୋହର କ୍ରୋଧ ନ ହୁଅଇ ମନେ। ତ୍ରାସିତ କଳି ତ୍ରାସରେ ବଡ଼ ଦୁଃଖ ପାଇ। ରହିଥିଲି ତୁମ୍ଭ ପାଶେ ଆନନ୍ଦିତ ହୋଇ। ତୁମ୍ଭ ଆଶ୍ରମେ କାଟିଲି ନିଜର ଆଳୟ। ବିପଦ ସମୟ ମହାସୁଖେ ଥିଲି ଯଥା ନିଜର ଆଳୟ। ବିପଦ ସମୟେ ଯାରେ ଯେହୁ ରଖେ ପାଶେ। ଧର୍ମରେ ବଢ଼ଇ ସେହି ଧର୍ମ ତାକୁ ରଖେ। ଅତଏବ ଶୁଣ ରାଜା କରେ ନିବେଦନ। ଏମନ୍ତେ ବିପଦେ ଯେହୁ ରଖେ ସେହି ଧନ୍ୟ। ହୋଇଲି ପରମ ସଖା ଆଛ କି କହିବି। ଗାଇବି ତୁମ୍ଭର ଗୁଣ ଯେତେ କାଳ ଥିବି। ପରସ୍ପରେ ଆଲିଙ୍ଗନ ବିନିମୟ କଲେ। ଅଶ୍ୱବିଦ୍ୟା ଦେଇ ତାଙ୍କୁ ଅକ୍ଷ ବିଦ୍ୟା ନେଲେ।
ଆପଣା ସାରଥି ଘେନି କୌଶଳର ରାୟ, ଆପଣା ରାଜ୍ୟକୁ ଗଲେ ହୋଇଣ ବିଦାୟ। ତଦପର ନଳ ରାଜ ଶ୍ୱଶୁରଙ୍କୁ କହି, ନିଷିଦ୍ଧ ରାଜ୍ୟକୁ ଗଲେ କେତେ ସୈନ୍ୟ ନେଇ। ଏକାଥରେ 16 ହସ୍ତୀ 50 ଅଶ୍ୱ, 200 ପଦାତିକ ନେଇଣ ନରେଶ। ନିଜ ରାଜ୍ୟରେ ଯାଇଣ ପ୍ରବେଶ ହୋଇଲେ, ପୁଷ୍କରେ କହିଲେ ତତେ ନିଜ ରାଜ୍ୟ ଦେଲି। ଖେଳରେ ହାରିଣ ମୁହିଁ ବନରେ ପଶିଲି, ତୁମ୍ଭ ସଙ୍ଗେ ଖେଳିବାକୁ ଇଛେ ପୁନର୍ବାର। ଆପଣାର ଆତ୍ମପଣ କରିବା ଏଥର, ଜାଣିଲେ ତୁମ୍ଭର ଆତ୍ମା ହୋଇବ ଆମର। ହାରିଲେ ମୋହର ଆତ୍ମା ହୋଇବ ତୁମର। ଦ୍ରୁତ କ୍ରୀଡ଼ା କରିବି ମୁଁ ଆଣପୋଷା ସାର, ତା ନହେଲେ ବେଗେ ଉଠ ଧରି ଧନୁଶର। ନଳଙ୍କ ବଚନ ଶୁଣି ପୁଷ୍କର ହସିଲେ, ତୁମ୍ଭଙ୍କୁ ଦେଖିଣ ବଡ଼ ଭାଗ୍ୟବାନ ବୋଲେ। ଦମୟନ୍ତୀ ସହ ତୁମ୍ଭେ ପ୍ରବେଶିଲେ ବନେ, ଏହି ତାପ ଅନୁକ୍ଷଣ ଜାଗେ ମୋର ମନେ। ଦମୟନ୍ତୀ ଖେଳରେ ନ କଲେ ରାଜାପଣ, ମୋହର ବାଞ୍ଛିତ ବିଧି କରିଲା ଘଟନ। ଏହା କହି ପାଶା ସାର ପୁଷ୍କର ଆଣିଲେ, ଆତ୍ମାପଣ କହି ଦୁଃଖେ ଖେଳିଣ ବସିଲେ। ଦେଖନ୍ତୁ ଧର୍ମର କର୍ମ ଆହେ ସର୍ବଜନ, ଦୃଷ୍ଟ କଳି ଦ୍ୱାପର ଏ ନାହାନ୍ତି ସେ କ୍ଷଣ। ସାର ଧରିଣ ଫିଙ୍ଗନ୍ତେ ନଳ ଖଣ୍ଡଧାରୀ, ସେ କ୍ଷଣ ଧର୍ମ ନୌକାରେ ହୋଇଲେ ସେ ପାରି। ଜିଣିଲେ ନିଷିଦ୍ଧ ପତି ହାରିଲେ ପୁଷ୍କର, ଭାଳଇ ପୁଷ୍କର ମନେ ହୋଇଲା ଦୁଷ୍କର। ଏମନ୍ତ ବିଚାରି ତାର ଉଡ଼ଇ ଜୀବନ, ସର୍ବାଙ୍ଗ କମ୍ପେ ଲୋତକ ଜର୍ଜର ନୟନ। ସେ ଧାର୍ମିକ ଧର୍ମବୀରୁ ଦୟାର ସାଗର, ଅନୁଜେ ଚାହିଁ ବଇଲେ ନଳ ଦଣ୍ଡଧର। ନ ଡର ପୁଷ୍କର ତୁମେ ନାହିଁ ତୁମ ଦୋଷ, ଯାହା କରିଛ ମନରେ ନ ହୁଅ ବିରସ। କଳି ଏହା କଲା ସବୁ ଦୈବ ନିବନ୍ଧନ, ପୂର୍ବ ପରି ରହି କର ହରଷିତ ମନ। ତୁମ୍ଭ ପ୍ରତି ପ୍ରୀତି ମୋର ଥିଲା ଯେଉଁପରି, ସନ୍ଦେହ ନ କର ସଦା ଥିବ ସେହିପରି। ଏହା ଶୁଣି କର ଯୋଡ଼ି ବୋଇଲେ ପୁଷ୍କର, ତବ କିରତି ଘୋଷିବେ ଦେବାସୁର ନର। ବହୁ ଦୋଷେ ଦୋଷୀ ମୁହିଁ ତା ସବୁ କ୍ଷମିଲେ, ତବ ତୁଲ୍ୟ କ୍ଷମାଶୀଳ ନାହିଁ ରବି ତଳେ। ଏହା କହିଣ ପୁଷ୍କର କରିଲେ ପ୍ରଣାମ, ଆଶ୍ୱାସ କରିଲେ ତାକୁ ନଳ ନରୋତ୍ତମ। ପାତ୍ର ମିତ୍ର ପଣ ଆଉ ନଗରର ପ୍ରଜା, ସର୍ବେ ଲୋକେ ଆନନ୍ଦିତ ନଳ ହେଲେ ରାଜା। ଦ୍ୱିଜଗଣେ ପଠାଇଲେ ବୈଦର୍ଭୀ ଆଣିଲେ, ଦୀର୍ଘକାଳ ମହାସୁଖେ ରାଜତ୍ୱ କରିଲେ। ଏ ସମୟେ ଶ୍ରୀଗଣେଶ ପ୍ରଭୁ ଦୟା କଲେ, ନଳ ଦମୟନ୍ତୀ ଭେଟ ତହିଁ କରାଇଲେ। ସକଳ ବିପଦ ଶୋକ ଗଲାଟି ଉଭାଇ, ରାଣୀ ଲଭି ନଳ ରାଜା ଅତି ସୁଖୀ ହୋଇ। ଗଣନାଥ ଦେବଙ୍କର ଏସନ ମହିମା, ପତି ଆଗେ ଦମୟନ୍ତୀ କରନ୍ତି ବର୍ଣ୍ଣନା। ଆହେ ନାଥ ଗଣନାଥ ବିପଦ ତାରଣ, ତାଙ୍କ ସେବା କରି ମୁହିଁ ଲଭିଲି ଆପଣ। ଅତଏବ ତାଙ୍କ ବ୍ରତ ଆଚର ହେ ପ୍ରତି, ନଥିବ ଦୁର୍ଗତି ଆଉ ନଥିବ ବିପତ୍ତି। ଯହୁଁ ନଳ ତାଙ୍କ ବ୍ରତ ପ୍ରଭାବ ଶୁଣିଲେ, ସେଦିନୁ ସେ ଗଣନାଥ ପୂଜା ଆରମ୍ଭିଲେ। ସର୍ବ ସଙ୍କଟରୁ ପାର ହୋଇ ନଳ ରାଜା, ରାଜ୍ୟ ଧନ୍ୟ ଲଭି ପୁଣି ପାଳିଥିଲେ ପ୍ରଜା। କେତେ ଦିନେ ନରପତି ଚିନ୍ତ ମନେ ମନେ, ଇନ୍ଦ୍ରସେନେ ରାଜ୍ୟଭାର କରିଲେ ଅର୍ପଣ। ନିଜ ପୁତ୍ରେ ରାଜା କରି ନଳ ନରପତି, ସ୍ୱର୍ଗଲୋକ ଗଲେ ସଙ୍ଗେ ଘେନି ଦମୟନ୍ତୀ। କୃଷ୍ଣ ବୋଇଲେ ଯୁଧିଷ୍ଠି ଶୁଣିଲ ସକଳ, ତୁମ୍ଭଠାରୁ ବଳି ଦୁଃଖ ପାଇଥିଲେ ନଳ। ସମ୍ପଦ କାହାର କେଭେ ନ ରହଇ ସ୍ଥିର, କ୍ଷଣ ମାତ୍ର ରହେ ଯେହ୍ନେ ଜୁଆରର ନୀର। ଆସି ନ ପାରଇ ସୁଖ ନ ଯାଇ ତ ଦୁଃଖ, ମନ୍ଦ କାଳେ ଭୋଗିବାକୁ ହୁଏ ବହୁ ସୁଖ। ପରମାର୍ଥ ଚିନ୍ତା ରାଜା କର ଅନୁକ୍ଷଣ,
ଦୁଃଖ ସୁଖ ହୁଏ ସବୁ କର୍ମ ନିର୍ବନ୍ଧନ। ନଳଙ୍କ ଚରିତ ଆଉ ନଳଙ୍କ ଶାସନ, ଏକ ମନ ହୋଇ ଶୁଣେ ଯେବେ କେହି ଜନ। ଖଣ୍ଡଇ ବିପଦ ଭୟ ପାଏ ବାଞ୍ଛା ଫଳ, ବଂଶ ବୃଦ୍ଧି ହୁଏ ତାର ସୁଖେ କଟେ କାଳ। କଦାପି କଳିର ବାଧା ନ ଲାଗିବ ତାକୁ, ଅନ୍ତିମେ ସେ ଲୋକ ନିଶ୍ଚେ ଲଭେ ବୈକୁଣ୍ଠକୁ। ଅତି ବଡ଼ କଥା ଏହି ନଳଙ୍କ ଚରିତ, ସୂକ୍ଷ୍ମେ ପ୍ରକାଶିଲୁ ଜାଣ ଆହେ କୁନ୍ତୀ ସୁତ। ଗଣେଶ ମହିମା ଶୁଣି କହି ତ ନ ଯାଇ, ଆଉ କିଛି ପ୍ରକାଶିବା ଶୁଣ ମନ ଦେଇ। ଯେ ଶୁଣେଇ ତାର ଦୁଃଖ ଶୋକ ହୁଏ ଦୂର, ନଳ ପରି ଘୋର ଦୁଃଖ ହୁଏ ସେ ଉଦ୍ଧାର। ଚିନ୍ତି କରୁଣା ସାଗର ଚରଣ ସରୋଜ, ନଳ ଚରିତ ଲେଖିଲା ବାସୁଦେବ ଦ୍ୱିଜ। ଆହେ ପ୍ରଭୁ ନଳ ଦୁଃଖ ହରିଲ ଯେପରି, ଅଚିରେ ଦୁଃଖ ଖଣ୍ଡନ୍ତୁ ମୋହର ସେପରି।